ନମସ୍କାର। ଆଜି ଆମେ ଗୋଟେ ବହୁତ ମଜାଦାର ବିଷୟରେ ଗଭୀର ଆଲୋଚନା କରିବା। ବିଷୟଟି ହେଉଛି ଭାରତରେ ଇଂରାଜୀ ଭାଷାର ଇତିହାସ। ଆମେ ମୁଖ୍ୟତଃ ଆମର MEG-10 ପାଠ୍ୟକ୍ରମର ପ୍ରଥମ ୟୁନିଟ୍କୁ ଆଧାର କରିବା। ହଁ, ଏହି ୟୁନିଟ୍ଟିର ନାଁ ହେଉଛି ଭାରତରେ ଇଂରାଜୀ ଏକ ଐତିହାସିକ ଯାତ୍ରା। ଆଉ ଏହା ଭାରତରେ ଇଂରାଜୀର ପ୍ରବେଶ, ତାର ବିକାଶ ଆଉ ଆମ ସମାଜ ଉପରେ ତାର ପ୍ରଭାବକୁ ବୁଝିବାରେ ସାହାଯ୍ୟ କରେ। ଠିକ୍ କହିଲେ। ତ ଆମେ ଏହାକୁ ମୁଖ୍ୟତଃ 4ଟି ପର୍ଯ୍ୟାୟରେ ବାଣ୍ଟି ଦେଖିବା, ଯେମିତିକି ଆମ ଉତ୍ସରେ ଦିଆଯାଇଛି। ଚାଲନ୍ତୁ ଆରମ୍ଭ କରିବା। ନିଶ୍ଚୟ। ତେବେ ପ୍ରଥମ ପର୍ଯ୍ୟାୟ, ମାନେ 1800ରୁ 1857। ଏହି ସମୟରେ କ'ଣ ହେଉଥିଲା? ଯେତେବେଳେ ବ୍ରିଟିଶମାନେ ଆସିଲେ, ଭାରତର ସ୍ଥିତି କେମିତି ଥିଲା? ହଁ, ଦେଖନ୍ତୁ, 1800 ବେଳକୁ ଭାରତ ରାଜନୈତିକ ଭାବେ ବହୁତ ବିଭାଜିତ ଥିଲା। ଛୋଟ ଛୋଟ ରାଜ୍ୟ, ନିଜ ନିଜ ଭିତରେ ସଂଘର୍ଷ, ଗୋଟେ ପ୍ରକାର ଦୁର୍ବଳ ଅବସ୍ଥା। ଆଚ୍ଛା, ଆଉ ବ୍ରିଟେନ? ଆଉ ବ୍ରିଟେନ ସେତେବେଳକୁ ପୁରା ଅଲଗା। ଶିଳ୍ପ ବିପ୍ଳବ ହୋଇସାରିଥାଏ, ସେମାନେ ସାମରିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ। ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ, ସେମାନେ ଖାଲି ବେପାର କରୁନଥିଲେ, ଧୀରେ ଧୀରେ ଶାସନ ଆଡ଼କୁ ମାଡ଼ି ଚାଲିଥିଲେ। ବୁଝିଲି। ତେବେ ଏହି ସମୟରେ ଇଂରାଜୀର ଭୂମିକା କ'ଣ ଥିଲା? ସେମାନେ କାହିଁକି ଏଠି ଇଂରାଜୀ ଶିକ୍ଷା ଉପରେ ଜୋର ଦେଲେ? ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ବ୍ରିଟିଶମାନଙ୍କୁ ଏତେ ବଡ଼ ଦେଶ ଚଳେଇବା ପାଇଁ ଲୋକ ଦରକାର ଥିଲେ, ବିଶେଷ କରି କିରାଣୀ, ତଳସ୍ତରର ପ୍ରଶାସକ। ଆଉ ସେମାନଙ୍କ ପାଇଁ ସବୁ ଲୋକ ବ୍ରିଟେନରୁ ଆଣିବ ସମ୍ଭବ ନଥିଲା, ଖର୍ଚ୍ଚ ବି ବହୁତ। ଓହୋ, ତେଣୁ ସେମାନେ ଚାହୁଁଥିଲେ ଭାରତୀୟମାନେ ହିଁ ସେମାନଙ୍କ ପାଇଁ କାମ କରନ୍ତୁ। ଏକଦମ। କିନ୍ତୁ କାମ କରିବାକୁ ହେଲେ ତାଙ୍କ ଭାଷା ଜାଣିବା ଦରକାର, ତାଙ୍କ ନିୟମ ବୁଝିବା ଦରକାର। ସେଇଠୁ ଆସିଲା ଇଂରାଜୀ ଶିକ୍ଷାର କଥା। ଏହାକୁ ଆପଣ ଏକ ପ୍ରକାର ସାମାଜିକ ଇଞ୍ଜିନିୟରିଂ କହିପାରିବେ। ସେମାନେ ଏମିତି ଏକ ଶ୍ରେଣୀ ତିଆରି କରିବାକୁ ଚାହୁଁଥିଲେ, ଯେଉଁମାନେ ଭାରତୀୟ ହୋଇ ବି ବ୍ରିଟିଶଙ୍କ ଭଳି ଚିନ୍ତା କରିବେ। ଆଚ୍ଛା, ସେଇଠି ମାକଲେଙ୍କ ମିନିଟ୍ କଥା ଆସୁଛି ନା? 1835ର? ହଁ, ଥୋମାସ ବେବିଂଟନ ମାକେଲେ। ତାଙ୍କର ମିନିଟ୍ ଅନ୍ ଇଣ୍ଡିଆନ୍ ଏଜୁକେସନ୍ ବହୁତ ପ୍ରଭାବଶାଳୀ ଥିଲା। ସେ ସିଧା ସିଧା କହିଲେ ଯେ ଭାରତୀୟ ଭାଷା ଆଉ ସାହିତ୍ୟରେ କିଛି ନାହିଁ, ସବୁ ଜ୍ଞାନ ପାଶ୍ଚାତ୍ୟରେ ହିଁ ଅଛି। କିନ୍ତୁ ସେ ନିଜେ କ'ଣ ଭାରତୀୟ ଭାଷା ଜାଣିଥିଲେ? ସେଇଟା ତ ଆଶ୍ଚର୍ଯ୍ୟର କଥା। ସେ ସଂସ୍କୃତ କି ଅରବୀ କିଛି ବି ଜାଣିନଥିଲେ, କିନ୍ତୁ ମତ ଦେଇଦେଲେ ଯେ ଗୋଟିଏ ୟୁରୋପିଆନ୍ ଲାଇବ୍ରେରୀର ଗୋଟିଏ ସେଲ୍ଫ ଭାରତ ଆଉ ଅରବର ସମସ୍ତ ସାହିତ୍ୟଠୁ ବେଶୀ ମୂଲ୍ୟବାନ। ବାପ୍ରେ, ଏହା ତ ବହୁତ ବିବାଦୀୟ କଥା। ନିଶ୍ଚିତ। ତାଙ୍କର ଉଦ୍ଦେଶ୍ୟ ଥିଲା ସରକାରୀ ପଇସା କେବଳ ଇଂରାଜୀ ମାଧ୍ୟମରେ ପାଶ୍ଚାତ୍ୟ ଶିକ୍ଷା ପାଇଁ ଖର୍ଚ୍ଚ ହେଉ। ସେ ଚାହୁଁଥିଲେ ଏକ କ୍ଲାସ୍ ଅଫ୍ ପର୍ସନ୍ସ, ଇଣ୍ଡିଆନ୍ ଇନ୍ ବ୍ଲଡ୍ ଆଣ୍ଡ କଲର୍, ବଟ୍ ଇଂଲିଶ ଇନ୍ ଟେଷ୍ଟ, ଇନ୍ ଓପିନିୟନ୍ସ, ଇନ୍ ମୋରାଲ୍ସ ଆଣ୍ଡ ଇନ୍ ଇଣ୍ଟେଲେକ୍ଟ। ମାନେ ରକ୍ତ ଆଉ ରଙ୍ଗରେ ଭାରତୀୟ, କିନ୍ତୁ ଚାଲିଚଳନ, ମତ, ନୈତିକତା ଆଉ ବୁଦ୍ଧିରେ ଇଂରେଜ। ହଁ, ସେଇଆ। ଯେଉଁମାନେ ଶାସକ ଆଉ ଶାସିତାଙ୍କ ଭିତରେ ମଧ୍ୟସ୍ଥି ହେବେ ଏବଂ ବ୍ରିଟିଶ ଶାସନକୁ ସୁଦୃଢ଼ କରିବେ। ତେଣୁ ଇଂରାଜୀ ଏଠି କେବଳ ଭାଷା ନଥିଲା, ଏକ ନିୟନ୍ତ୍ରଣର ଅସ୍ତ୍ର ଥିଲା। ବାଃ, ଏଇଟା ବହୁତ ଗଭୀର କଥା। ତାହେଲେ ଏହା ଥିଲା ପ୍ରଥମ ପର୍ଯ୍ୟାୟର ମୁଖ୍ୟ କଥା। ଏବେ ଆସିବା ଦ୍ୱିତୀୟ ପର୍ଯ୍ୟାୟକୁ, 1857ରୁ 1880। ଏହାର ଆରମ୍ଭ ତ 1857 ବିଦ୍ରୋହରୁ ହେଉଛି। ଏହାର ପ୍ରଭାବ କ'ଣ ପଡ଼ିଲା? ହଁ, 1857 ବିଦ୍ରୋହ ବା ଯାହାକୁ ସେମାନେ ସିପାହୀ ବିଦ୍ରୋହ କହୁଥିଲେ, ସେଇଟା ବ୍ରିଟିଶ ଶାସନ ପାଇଁ ଏକ ବଡ଼ ଧକ୍କା ଥିଲା। ଏହାପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଶାସନ ସିଧା ବ୍ରିଟିଶ ରାଣୀ ବା କ୍ରାଉନ୍ ହାତକୁ ଚାଲିଗଲା। ଆଚ୍ଛା, ମାନେ ସିଧାସଳଖ ବ୍ରିଟିଶ ସରକାରର ଶାସନ। ହଁ, ଆଉ ଗୋଟେ ବଡ଼ ପରିବର୍ତ୍ତନ ହେଲା ଭାରତୀୟମାନଙ୍କର ପ୍ରତି ସେମାନଙ୍କର ମନୋଭାବ। ସନ୍ଦେହ ବଢ଼ିଗଲା, ଅବିଶ୍ୱାସ ବଢ଼ିଗଲା। ତେବେ ଇଂରାଜୀ ଶିକ୍ଷାନୀତିରେ କିଛି ବଦଳିଲା କି ସେମିତି ଚାଲିଲା? ନା, ଇଂରାଜୀ ଶିକ୍ଷା ବରଂ ଆହୁରି ବଢ଼ିଲା, କାରଣ ଶାସନ ବ୍ୟବସ୍ଥା ଆହୁରି ସୁସଂଗଠିତ ହେଲା। ଅଫିସ କଚେରୀ ବଢ଼ିଲା, ତେଣୁ ଇଂରାଜୀ ଜାଣିଥିବା ଲୋକଙ୍କ ଚାହିଦା ବି ବଢ଼ିଲା। ବିଶ୍ୱବିଦ୍ୟାଳୟମାନ ସ୍ଥାପନ ହେଲା କଲିକତା, ବମ୍ବେ, ମଦ୍ରାସରେ 1857ରେ ହିଁ। ଏହାଦ୍ୱାରା ଉଚ୍ଚଶିକ୍ଷାରେ ଇଂରାଜୀର ପ୍ରଭାବ ଆହୁରି ଦୃଢ଼ ହେଲା। କିନ୍ତୁ ସବୁ ଭାରତୀୟ କ'ଣ ଏହାକୁ ସହଜରେ ଗ୍ରହଣ କଲେ? ସେଇଠି ଦୁଇ ପ୍ରକାର ମତ ଥିଲା। କିଛି ଲୋକ, ବିଶେଷ କରି ଯେଉଁ ନୂଆ ମଧ୍ୟବିତ୍ତ ଶ୍ରେଣୀ ତିଆରି ହେଉଥିଲା, ସେମାନେ ଏହାକୁ ଏକ ସୁଯୋଗ ଭାବେ ଦେଖିଲେ। ଚାକିରି, ସାମାଜିକ ପ୍ରତିଷ୍ଠା ପାଇଁ ଇଂରାଜୀ ଜରୁରୀ ବୋଲି ଭାବିଲେ। ଯେମିତିକି ଆପଣ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ କଥା କହୁଥିଲେ। ହଁ, ସେ ଏକ ଭଲ ଉଦାହରଣ। ସେ ପ୍ରଥମେ ଇଂରାଜୀରେ ହିଁ ତାଙ୍କର ପ୍ରଥମ ଉପନ୍ୟାସ ରାଜମୋହନସ୍ ୱାଇଫ୍ ଲେଖିଥିଲେ। ଏଥିରେ ଭାରତୀୟ ଚରିତ୍ର, ଭାରତୀୟ ପରିବେଶ ଥିଲା, କିନ୍ତୁ ଲେଖାଶୈଳୀରେ ପାଶ୍ଚାତ୍ୟ ଉପନ୍ୟାସର ପ୍ରଭାବ ଥିଲା। ଆଚ୍ଛା,
ଏହା ବ୍ୟତୀତ ଆଉ କ'ଣ ପରିବର୍ତ୍ତନ ଏହି ସମୟରେ ଦେଖାଗଲା? ଆଉ ଗୋଟେ ଦିଗ ହେଲା କିଛି ନୂଆ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଲା, ଯୋଉଠି ପାଶ୍ଚାତ୍ୟ ଶିକ୍ଷା ସହିତ ଭାରତୀୟ ଜ୍ଞାନ ପରମ୍ପରାକୁ ମିଶାଇବାକୁ ଚେଷ୍ଟା କରାଗଲା, ଯେମିତି ଆଙ୍ଗ୍ଲୋ ଆରବିକ୍ କଲେଜ ବା ଆଙ୍ଗ୍ଲୋ ଭେଦିକ୍ କଲେଜ। ମାନେ ଏକ ସମନ୍ୱୟର ପ୍ରୟାସ। ହଁ, କିନ୍ତୁ ଏହାର ଆଉ ଗୋଟେ ଦିଗ ବି ଥିଲା, ଯାହାକୁ ଆମେ ନକାରାତ୍ମକ କହିପାରିବା। କ'ଣ ସେଇଟା? ଦେଖନ୍ତୁ, ଯେତେବେଳେ ଗୋଟିଏ ଭାଷା ମାନେ ଇଂରାଜୀ ଏତେ ପ୍ରାଧାନ୍ୟ ପାଇଲା ଶିକ୍ଷାରେ, ଚାକିରିରେ, ପ୍ରଶାସନରେ, ସେତେବେଳେ ସ୍ୱାଭାବିକ ଭାବେ ଅନ୍ୟ ଭାଷା ଓ ସାହିତ୍ୟିକ ପରମ୍ପରା ଉପରେ ଚାପ ପଡ଼ିଲା। ଯେମିତି ଉର୍ଦ୍ଦୁ ଗଜଲ। ଗଜଲ ଏକ ସମୟରେ ବହୁତ ଲୋକପ୍ରିୟ ଓ ସମୃଦ୍ଧ ଧାରା ଥିଲା, କିନ୍ତୁ ଇଂରାଜୀ ଶିକ୍ଷିତ ନୂଆ ପିଢ଼ି ଧୀରେ ଧୀରେ ଏହାଠାରୁ ଦୂରେଇ ଗଲେ। ଏହା ଗୋଟେ ଉଦାହରଣ ମାତ୍ର। ଅନେକ ସ୍ଥାନୀୟ ଜ୍ଞାନ ପରମ୍ପରା ପଛରେ ପଡ଼ିଗଲା। ବୁଝିଲି। ତେବେ ଏ ପର୍ଯ୍ୟାୟରେ ଇଂରାଜୀର ବ୍ୟାପକତା ବଢ଼ିଲା, କିଛି ଭାରତୀୟ ଏହାକୁ ଗ୍ରହଣ କଲେ, କିନ୍ତୁ ଏହା ସ୍ଥାନୀୟ ଭାଷା ସାହିତ୍ୟ ପାଇଁ କିଛି ମାତ୍ରାରେ ଆହ୍ୱାନ ବି ସୃଷ୍ଟି କଲା। ହଁ, ମୋଟାମୋଟି ଭାବେ ଏମିତି କହିହେବ। ଠିକ୍ ଅଛି। ଏବେ ଆସିବା ତୃତୀୟ ପର୍ଯ୍ୟାୟକୁ। ଏଇଟା 1880ରୁ 1947 ପର୍ଯ୍ୟନ୍ତ, ମାନେ ଜାତୀୟ ଆନ୍ଦୋଳନର ସମୟ। ଏହି ସମୟରେ ତ ନିଶ୍ଚୟ ବହୁତ କିଛି ବଦଳିଥିବ, କାରଣ ଇଂରାଜୀ ତ ଶାସକଙ୍କ ଭାଷା ଥିଲା। ଏକଦମ। ଏହି ପର୍ଯ୍ୟାୟରେ ଭାରତୀୟ ଜାତୀୟତାବାଦ ବହୁତ ଶକ୍ତିଶାଳୀ ହେଲା। ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ତୀବ୍ର ହେଲା, ଆଉ ଏହି ଜାତୀୟତାବାଦୀ ଚେତନା ସହିତ ନିଜ ଭାଷା, ନିଜ ସଂସ୍କୃତି ପ୍ରତି ଗର୍ବ ଆଉ ସମ୍ମାନ ଭାବ ବି ବଢ଼ିଲା। ତେବେ ଇଂରାଜୀ ପ୍ରତି ମନୋଭାବ କେମିତି ଥିଲା? ଇଂରାଜୀକୁ ଅଧିକାଂଶ ଲୋକ ଶାସକ ବା ବିଦେଶୀ ଶକ୍ତିର ଭାଷା ଭାବେ ଦେଖିଲେ। ତାକୁ ବିରୋଧ କରାଗଲା ନାହିଁ ସିନା, କିନ୍ତୁ ନିଜ ଭାଷାକୁ ଅଧିକ ଗୁରୁତ୍ୱ ଦିଆଗଲା। ଯେମିତି ମୁଁ ଆଗରୁ କହୁଥିଲି, ବଙ୍କିମଚନ୍ଦ୍ର ଯିଏ ଇଂରାଜୀରେ ଲେଖା ଆରମ୍ଭ କରିଥିଲେ, ସେ ପରେ ସମ୍ପୂର୍ଣ୍ଣ ଭାବେ ବଙ୍ଗଳାକୁ ଫେରି ଆସିଲେ। ଆନନ୍ଦମଠ ବା ବନ୍ଦେ ମାତରମ୍ ତ ବଙ୍ଗଳାରେ ହିଁ ଲେଖାଇଛି। ହଁ, ସତ କଥା। ସେହିପରି ମୁନ୍ସି ପ୍ରେମଚନ୍ଦ, ସେ ସାଧାରଣ ଲୋକଙ୍କ ଜୀବନ କଥା, ଗାଁ ଗହଳିର କଥା ଲେଖିଲେ, କିନ୍ତୁ କୋଉ ଭାଷାରେ? ଇଂରାଜୀରେ ନୁହେଁ, ସରଳ ହିନ୍ଦୀ ଆଉ ଉର୍ଦ୍ଦୁରେ, ଯାହାକୁ ସାଧାରଣ ଲୋକ ବୁଝିପାରିବେ। ଏହାଦ୍ୱାରା ସାହିତ୍ୟ ସାଧାରଣ ଲୋକଙ୍କ ପାଖକୁ ଆସିଲା। ନିଶ୍ଚୟ। ଆଉ ସବୁଠୁ ବଡ଼ କଥା ହେଲା, ଯେଉଁ ନେତାମାନେ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଉଥିଲେ, ଯେମିତି ଗାନ୍ଧିଜୀ, ନେହେରୁ, ପଟେଲ, ଏମାନେ ସମସ୍ତେ ଇଂରାଜୀରେ ଦକ୍ଷ ଥିଲେ। ବହୁତ ଭଲ ଭାବେ ଇଂରାଜୀ କହିପାରୁଥିଲେ, ଲେଖିପାରୁଥିଲେ। ହଁ, ସେମାନଙ୍କର ଅଧିକାଂଶ ଶିକ୍ଷା ତ ବିଦେଶରେ ହୋଇଥିଲା। କିନ୍ତୁ ଯେତେବେଳେ ସେମାନେ ଭାରତୀୟ ଜନତା ସହିତ କଥା ହେଉଥିଲେ, କଂଗ୍ରେସର ଅଧିବେଶନରେ ଭାଷଣ ଦେଉଥିଲେ, ସେତେବେଳେ ସେମାନେ ଜାଣିଶୁଣି ଭାରତୀୟ ଭାଷା ବ୍ୟବହାର କରୁଥିଲେ। ହିନ୍ଦୁସ୍ତାନୀ, ଗୁଜରାଟୀ, ହିନ୍ଦୀ। କାହିଁକି? ଲୋକଙ୍କ ସହ ଯୋଡ଼ି ହେବା ପାଇଁ। ଏକଦମ। ସେମାନେ ବୁଝିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନକୁ ସଫଳ କରିବାକୁ ହେଲେ ସାଧାରଣ ଲୋକଙ୍କୁ ସାଙ୍ଗରେ ନେବାକୁ ପଡ଼ିବ, ଆଉ ସେଥିପାଇଁ ନିଜ ଭାଷାରେ କଥା ହେବା ଜରୁରୀ। ଇଂରାଜୀରେ କହିଲେ ସେତେବେଳେ କେତେ ଲୋକ ବା ବୁଝିଥାନ୍ତେ? ଏହି ସମୟରେ ହିଁ ଭାରତୀୟ ଭାଷା ସାହିତ୍ୟର ପ୍ରକୃତ ସୁବର୍ଣ୍ଣ ଯୁଗ ଆସିଲା। ରବୀନ୍ଦ୍ରନାଥ ଟାଗୋର, ମହମ୍ମଦ ଇକବାଲ, ସୁବ୍ରମଣ୍ୟ ଭାରତୀ, ଫଏଜ ଅହମଦ ଫଏଜ, କେତେ ନାଁ ନେବି? ହଁ। ଏମାନେ ସମସ୍ତେ ନିଜ ନିଜ ମାତୃଭାଷାରେ ଏମିତି ଅନବଦ୍ୟ ସୃଷ୍ଟି କଲେ, ଯାହା ଭାରତୀୟଙ୍କ ମନରେ ଦେଶପ୍ରେମ, ସ୍ୱାଧୀନତାର ଆକାଂକ୍ଷା ଜାଗ୍ରତ କଲା। ଭାରତର ସ୍ୱପ୍ନ, ଭାରତର ସଂଘର୍ଷକୁ ବାଣି ଦେଲା। ତେବେ ଏହି ସମୟରେ ଇଂରାଜୀ ଗୋଟେ ପ୍ରକାର ପଛକୁ ଚାଲିଗଲା କହିଲେ ଭୁଲ ହେବାନି, ମାନେ ସାଂସ୍କୃତିକ କ୍ଷେତ୍ରରେ। ହଁ, ଅନ୍ତତଃ ସାହିତ୍ୟ ଏବଂ ଜନସାଧାରଣଙ୍କ ସ୍ତରରେ। ଶାସନ କାମରେ ଉଚ୍ଚ ଶିକ୍ଷାରେ ଆଗର ଗୁରୁତ୍ୱ ଥିଲା, କିନ୍ତୁ ଜାତୀୟ ଚେତନାର ମୁଖ୍ୟ ଭାଷା ଭାବେ ଆଞ୍ଚଳିକ ଭାଷାଗୁଡ଼ିକ ହିଁ ଆଗକୁ ଆସିଲେ। ବହୁତ ସ୍ପଷ୍ଟ ହେଲା। ଏବେ ଆସିବା ଚତୁର୍ଥ ବା ଶେଷ ପର୍ଯ୍ୟାୟକୁ। 1947 ପରଠାର, ମାନେ ସ୍ୱାଧୀନ ଭାରତରେ ଇଂରାଜୀ। ଏଠି ତ କାହାଣୀ ପୁଣି ବଦଳିଗଲା ଭଳି ଲାଗୁଛି। ହଁ, ଏଇଟା ବୋଧେ ସବୁଠୁ ବଡ଼ ବିଡମ୍ବନା ବା ଆଇରନି। ଦେଶ ସ୍ୱାଧୀନ ହେଲା। ଆଶା କରାଯାଉଥିଲା ଯେ ଏବେ ଇଂରେଜ ଗଲେ, ତେଣୁ ଇଂରାଜୀର ଗୁରୁତ୍ୱ କମିଯିବ। ଭାରତୀୟ ଭାଷାଗୁଡ଼ିକ ହିଁ ସବୁ କ୍ଷେତ୍ରରେ ମୁଖ୍ୟ ସ୍ଥାନ ନେବେ। ହଁ, ଏମିତି ଭାବିବା ସ୍ୱାଭାବିକ ଥିଲା। ସମ୍ବିଧାନରେ ମଧ୍ୟ ହିନ୍ଦୀକୁ ରାଜଭାଷା କରାଗଲା। ଅନ୍ୟ ଆଞ୍ଚଳିକ ଭାଷାକୁ ବି ମାନ୍ୟତା ଦିଆଗଲା। ଠିକ୍। ପ୍ରଥମ କିଛି ବର୍ଷ ଏମିତି ଲାଗିଲା ବି। କିନ୍ତୁ ଧୀରେ ଧୀରେ ବୋଧେ 1960-70 ଦଶକ ପରଠାରୁ ପୁଣି ଥରେ ଇଂରାଜୀର ପ୍ରଭାବ ବଢ଼ିବାକୁ ଲାଗିଲା। କେମିତି? କାହିଁକି ଏମିତି ହେଲା? ଏହାର କାରଣ ବହୁତ। ଗୋଟେ ହେଲା ଉଚ୍ଚଶିକ୍ଷା, ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମେଡିକାଲ, ଇଞ୍ଜିନିୟରିଂ, ଏସବୁ ପାଇଁ ଇଂରାଜୀରେ ହିଁ ଭଲ ବହିପତ୍ର, ରିସର୍ଚ୍ଚ ପେପର ମିଳୁଥିଲା।
ଆନ୍ତର୍ଜାତୀୟ ସ୍ତରରେ ଯୋଗାଯୋଗ ପାଇଁ ବି ଇଂରାଜୀ ଦରକାର ପଡ଼ିଲା। ଆଉ ଗୋଟେ ବଡ଼ କାରଣ ହେଲା ଚାକିରି ବଜାର। ବଡ଼ ବଡ଼ କମ୍ପାନୀ, ସରକାରୀ ଉଚ୍ଚ ପଦବୀ ଏସବୁ ପାଇଁ ଇଂରାଜୀ ଜ୍ଞାନ ଏକ ପ୍ରକାର ଅଘୋଷିତ ଯୋଗ୍ୟତା ହୋଇଗଲା। ହଁ, ଏଇଟା ତ ଆମେ ଏବେ ବି ଦେଖୁଛୁ। ଆଉ ଗୋଟେ ମଜା କଥା ଦେଖନ୍ତୁ, ଗଣମାଧ୍ୟମ, ସିନେମା ଏସବୁ କ୍ଷେତ୍ରରେ ବି ଇଂରାଜୀର ପ୍ରଭାବ ବଢ଼ିଲା। ଯେମିତିକି ହିନ୍ଦୀ ସିନେମାର କଳାକାରମାନେ, ସେମାନେ ହିନ୍ଦୀ ଫିଲ୍ମ କରୁଛନ୍ତି, କିନ୍ତୁ ସାକ୍ଷାତକାର ଦେଲାବେଳକୁ ଅଧିକାଂଶ ଇଂରାଜୀରେ କହୁଛନ୍ତି। ଏଇଟା ଗୋଟେ ଷ୍ଟାଟସ୍ ସିମ୍ବଲ ଭଳି ହୋଇଗଲା ନା? ଏକଦମ। ଇଂରାଜୀ କହିପାରିବା ମାନେ ତୁମେ ଶିକ୍ଷିତ, ଆଧୁନିକ, ଅଭିଜାତ, ଏମିତି ଏକ ଧାରଣା ସୃଷ୍ଟି ହେଲା। ତେଣୁ ସ୍ୱାଧୀନ ଭାରତରେ ଇଂରାଜୀ ପାଲଟିଗଲା କ୍ଷମତା, ପ୍ରତିଷ୍ଠା ଆଉ ସାମାଜିକ ସ୍ତରରେ ଆଗରେ ରହିବାର ଭାଷା। ଆଉ ଭାରତୀୟ ଲେଖକମାନେ ଯେଉଁମାନେ ଇଂରାଜୀରେ ଲେଖୁଥିଲେ, ସେମାନଙ୍କ କଥା କ'ଣ ହେଲା? ସେମାନଙ୍କ ଲେଖା ବହୁତ ଲୋକପ୍ରିୟ ହେଲା। ଆର୍.କେ. ନାରାୟଣ, ମୁଲ୍କରାଜ ଆନନ୍ଦ, ରାଜା ରାଓଙ୍କ ପରଠାରୁ ଆରମ୍ଭ କରି ସଲମାନ ରଶ୍ଦି, ଅରୁନ୍ଧତୀ ରୟ, ଅମିତାଭ ଘୋଷ, ଭାରତୀୟ ଇଂରାଜୀ ଲେଖା ବିଶ୍ୱ ସାହିତ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କଲା। ଏହା ତ ଗୋଟେ ଭଲ ଦିଗ। ନିଶ୍ଚୟ। କିନ୍ତୁ ପୁଣି ସେଇ ବିଡ଼ମ୍ବନା କଥା ମନକୁ ଆସୁଛି। ଯେଉଁ ଆଶା ଦିନେ ଔପନିବେଶିକ ଶକ୍ତିର ପ୍ରତୀକ ଥିଲା, ସେହି ଭାଷା ଏକ ସ୍ୱାଧୀନ ଦେଶରେ ବିଶେଷ ସୁବିଧା ପାଉଥିବା ବର୍ଗର ଭାଷା ପାଲଟିଗଲା। ଏହା ଆମକୁ ଆଧୁନିକ ଚାକିରି ପାଇବାରେ, ବିଶ୍ୱ ସହିତ ଯୋଡ଼ି ହେବାରେ ନିଶ୍ଚୟ ସାହାଯ୍ୟ କଲା, କିନ୍ତୁ ଏହା ଏକ ଭାଷାଗତ ବିଭାଜନ ବା ଲିଙ୍ଗୁଇଷ୍ଟିକ୍ ଡିଭାଇଡ୍ ସୃଷ୍ଟି କଲା। ଯେଉଁମାନେ ଇଂରାଜୀ ଜାଣନ୍ତି ଆଉ ଯେଉଁମାନେ ଜାଣନ୍ତି ନାହିଁ, ସେମାନଙ୍କ ଭିତରେ ସୁଯୋଗର ତାରତମ୍ୟ ରହିଲା। ହଁ, ଏହାକୁ ଆମେ ଏକ ପ୍ରକାର ଡିଜିଟାଲ ଡିଭାଇଡ୍ ପରି ବି କହିପାରିବା, କେବଳ ଏଇଟା ଭାଷାକୁ ନେଇ। ଠିକ୍। ଆଉ ଏହାର ପ୍ରଭାବ ସ୍ଥାନୀୟ ବା ଆଞ୍ଚଳିକ ଭାଷା ଉପରେ ବି ପଡ଼ିଲା। ସେଗୁଡ଼ିକର ଗୁରୁତ୍ୱ କିଛି ମାତ୍ରାରେ କମ୍ ହେଲା ଭଳି ଲାଗିଲା, ଅନ୍ତତଃ କ୍ୟାରିୟର ଦୃଷ୍ଟିରୁ। ବାଃ, ଏ ପୁରା ଯାତ୍ରାଟା ବହୁତ ଜଟିଳ ଆଉ ବହୁ ପରସ୍ତ ବିଶିଷ୍ଟ। ତାହେଲେ ଯଦି ଆମେ ସାରାଂଶ ଦେଖିବା, ଇଂରାଜୀ ଭାରତକୁ ଆସିଲା ବ୍ରିଟିଶଙ୍କର ଶାସନଗତ ଆବଶ୍ୟକତା ପୂରଣ କରିବାକୁ। ତାପରେ 1857 ବିଦ୍ରୋହ ପରେ ଏହାର ବ୍ୟବହାର ଆହୁରି ବଢ଼ିଲା। ହଁ। ଜାତୀୟ ଆନ୍ଦୋଳନ ସମୟରେ ଆଞ୍ଚଳିକ ଭାଷାଗୁଡ଼ିକ ଆଗକୁ ଆସିଲେ, ଇଂରାଜୀର ସାଂସ୍କୃତିକ ପ୍ରଭାବ କମିଲା। ହଁ, କିଛି ମାତ୍ରାରେ। କିନ୍ତୁ ସ୍ୱାଧୀନତା ପରେ ପୁଣି ଇଂରାଜୀ ଫେରିଆସିଲା ଆଉ ଏକ ଶକ୍ତିଶାଳୀ ଭାଷା ଭାବେ ପ୍ରତିଷ୍ଠିତ ହେଲା, କ୍ଷମତା, ଚାକିରି, ଆଧୁନିକତା ସହ ଯୋଡ଼ି ହୋଇ। ଏକଦମ ସଠିକ୍ ସାରାଂଶ। ଏହାର ଏକ ଦ୍ୱୈତ ଭୂମିକା ରହିଆସିଛି। ଗୋଟେପଟେ ଏହା ଆଧୁନିକ ଜ୍ଞାନ, ବିଚାର ଆଣିଛି, ଭାରତକୁ ବିଶ୍ୱ ସହ ଯୋଡ଼ିଛି। ଅନ୍ୟପଟେ ଏହା ଆମ ଭିତରେ ଏକ ପ୍ରକାର ସାମାଜିକ, ସାଂସ୍କୃତିକ ଏବଂ ସୁଯୋଗଗତ ବିଭାଜନ ବି ସୃଷ୍ଟି କରିଛି, ଆଉ ସ୍ଥାନୀୟ ଭାଷାଗୁଡ଼ିକର ବିକାଶ ପାଇଁ କିଛିଟା ଆହ୍ୱାନ ମଧ୍ୟ ଆଣିଛି। ସତରେ, ଭାରତର ଇତିହାସରେ କ୍ଷମତା, ସଂଘର୍ଷ ଆଉ ପରିବର୍ତ୍ତନର ଯେଉଁ କାହାଣୀ ରହିଛି, ଇଂରାଜୀର କାହାଣୀ ଠିକ୍ ତାରି ଏକ ପ୍ରତିଫଳନ। ନିଶ୍ଚିତ ଭାବରେ। ତେବେ ଆମ ଆଲୋଚନା ଶେଷରେ ମୁଁ ଗୋଟିଏ ପ୍ରଶ୍ନ ଉପରେ ସମସ୍ତଙ୍କୁ ଚିନ୍ତା କରିବାକୁ ଛାଡ଼ିଦେବାକୁ ଚାହୁଁଛି। ଆଜିକାଲି ଆମେ ଦେଖୁଛେ, ଡିଜିଟାଲ ଦୁନିଆରେ, ଇଣ୍ଟରନେଟ୍ରେ, ସୋଶାଲ ମିଡିଆରେ ଆଞ୍ଚଳିକ ଭାଷାଗୁଡ଼ିକର ବ୍ୟବହାର ବହୁତ ବଢ଼ୁଛି। ଓଡ଼ିଆ, ବଙ୍ଗଳା, ତାମିଲ, ମରାଠୀ ସବୁ ଭାଷାରେ କଣ୍ଟେଣ୍ଟ ତିଆରି ହେଉଛି, ଲୋକେ ବ୍ୟବହାର କରୁଛନ୍ତି। ହଁ, ଏଇଟା ଏକ ବହୁତ ବଡ଼ ପରିବର୍ତ୍ତନ। ତେବେ ଭବିଷ୍ୟତରେ କ'ଣ ହେବ? ଏହି ଡିଜିଟାଲ ଯୁଗରେ ଭାରତରେ ଇଂରାଜୀର ଭୂମିକା କ'ଣ ପୁଣି ବଦଳିବ? ଆଞ୍ଚଳିକ ଭାଷାଗୁଡ଼ିକ କ'ଣ ଇଂରାଜୀର ପ୍ରଭାବକୁ କିଛି ମାତ୍ରାରେ କମ୍ କରିପାରିବେ? ଏହା ଏକ ଚିନ୍ତା କରିବା ଭଳି କଥା। ବହୁତ ପ୍ରାସଙ୍ଗିକ ପ୍ରଶ୍ନ। ଏହାର ଉତ୍ତର ବୋଧହୁଏ ସମୟ ହିଁ ଦେବ। ନିଶ୍ଚୟ। ତେବେ ଏହା ଥିଲା ଭାରତରେ ଇଂରାଜୀର ଐତିହାସିକ ଯାତ୍ରା, ବିଶେଷ କରି MEG 10ର ୟୁନିଟ୍ 1 ଉପରେ ଆଧାରିତ ଆମର ଆଜିର ଗଭୀର ଆଲୋଚନା। ଆଶା କରୁଛୁ ଏହି ବିଶ୍ଳେଷଣ ଆପଣଙ୍କୁ ଭାରତରେ ଇଂରାଜୀର ଏହି ଜଟିଳ ଏବଂ ରୋଚକ କାହାଣୀକୁ ବୁଝିବାରେ କିଛି ମାତ୍ରାରେ ସାହାଯ୍ୟ କରିଥିବ। ଆଜି ପାଇଁ ଏତିକି। ନମସ୍କାର। ନମସ୍କାର।